ସକାଳ ଜଳଖିଆରେ ଖାଆନ୍ତୁ ବାସି ରୁଟି, ଦେବ ଅନେକ ଫାଇଦା। ଜାଣନ୍ତୁ ଉପକାରିତା। ଆପଣଙ୍କର ରାତିରେ ରୁଟି ବଳୁଛି କି? ତେବେ ଫୋପାଡ଼ନ୍ତୁ ନାହିଁ। ସକାଳ ଜଳଖିଆରେ ଖାଇଲେ ମିଳିବ ଫାଇଦା। ଏହାର ଅନେକ ଆଶ୍ଚର୍ଯ୍ୟଜନକ ଲାଭ ରହିଛି। ଏହା ଏକ ପୁଷ୍ଟିକର ବିକଳ୍ପ ହୋଇପାରେ। ବାସି ରୁଟି ସକାଳେ ଖାଇଲେ କ'ଣ ଫାଇଦା ମିଳେ? କାହିଁକି ଏହାକୁ ସକାଳ ଜଳଖିଆରେ ବ୍ୟବହାର କରିବା ଜାଣନ୍ତୁ। ପୁରୁଣା ରୁଟିର ଗ୍ଲାଇସେମିକ୍ ଇଣ୍ଡେକ୍ସ ସତେଜ ରୁଟି ତୁଳନାରେ କମ୍ ଅଟେ। ଥଣ୍ଡା ଏବଂ ଗରମ ପ୍ରକ୍ରିୟା କାର୍ବୋହାଇଡ୍ରେଟ୍ର ଗଠନକୁ ପରିବର୍ତ୍ତନ କରିଥାଏ। ଏହାଦ୍ୱାରା ରକ୍ତ ଚିନିରେ ପରିବର୍ତ୍ତନକୁ ମନ୍ଥର କରିଥାଏ। ଏହାଦ୍ୱାରା ରକ୍ତ ପ୍ରବାହରେ ଗ୍ଲୁକୋଜ୍ ମନ୍ଥର ହୋଇଯାଏ, ଯାହା ସକାଳେ ରକ୍ତର ସଞ୍ଚାଳନ ସ୍ତରକୁ ଅଧିକ ସ୍ଥିର ରଖିବାରେ ସାହାଯ୍ୟ କରିଥାଏ। ରକ୍ତ ସଞ୍ଚାଳନ ପରିଚାଳନା ପାଇଁ ଚିନ୍ତିତ ଲୋକମାନଙ୍କ ପାଇଁ ବାସି ରୁଟି ଖାଇବା ଭଲ। ବାସି ରୁଟିରେ କାର୍ବୋହାଇଡ୍ରେଟ୍ର ଆଂଶିକ ବିଲୋପ ଅନ୍ତର୍ଭୁକ୍ତ ହୁଏ, ଯାହା ହଜମ କରିବାକୁ ସହଜ କରିଥାଏ। ଯାହାର ହଜମ ଠିକ୍ସେ ହେଉନଥିବ, ସେହି ଲୋକଙ୍କ ପାଇଁ ବାସି ରୁଟି ଲାଭଦାୟକ। ବାସି ରୁଟିରେ ଥିବା କମ୍ ଗ୍ଲୁଟେନ୍ ପଦାର୍ଥ ମଧ୍ୟ ପେଟ ପାଇଁ ଲାଭଦାୟକ ଅଟେ। ବାସି ରୁଟି ପ୍ରୋବାୟୋଟିକ୍ସର ଉତ୍ସ ଭାବରେ କାର୍ଯ୍ୟ କରିପାରିବ, ଯାହା ରାସାୟନିକ ପଦାର୍ଥ ଅନ୍ତନଳୀରେ ଥିବା ଜୀବାଣୁଙ୍କୁ ପୁଷ୍ଟିକର କରିଥାଏ। ବାସି ରୁଟିରେ ଥିବା ଗୁପ୍ତ ବ୍ୟାକ୍ଟେରିଆ ଉତ୍ତମ ହଜମ କ୍ରିୟାରେ ସାହାଯ୍ୟ କରେ। ବାସି ରୁଟି ତା'ର ପୁଷ୍ଟିକର ଅଂଶ ବଜାୟ ରଖେ। ଯଦିଓ ବାସି ସମୟରେ କିଛି ଭାଇଟାମିନ୍ ସାମାନ୍ୟ ହ୍ରାସ ପାଇପାରେ, ସାମଗ୍ରିକ ପୁଷ୍ଟିକର ଖାଦ୍ୟ ପର୍ଯ୍ୟାପ୍ତ ରହିଥାଏ। ବାସି ରୁଟି ତଥାପି ଭାଇଟାମିନ୍ ବି, ଆଇରନ୍ ଏବଂ ଫାଇବର ଭଳି ଅତ୍ୟାବଶ୍ୟକ ପୁଷ୍ଟିକର ଯୋଗାଏ। ବାସି ରୁଟିରୁ ଆପଣ ଏହି ପୋଷକ ତତ୍ତ୍ୱରୁ ଉପକୃତ ହୋଇପାରିବେ। ବାସି ରୁଟି ଫିଙ୍ଗିବା ପରିବର୍ତ୍ତେ ଏହାକୁ ଜଳଖିଆରେ ବ୍ୟବହାର କରିବା ଦ୍ୱାରା ଖାଦ୍ୟ ଅପଚୟ କମିଥାଏ। ଏହା ପରିବେଶ ଅନୁକୂଳ କାରଣ ଏହା ଖାଦ୍ୟ ସହିତ ଜଡ଼ିତ ପରିବେଶ ପ୍ରଭାବକୁ ହ୍ରାସ କରିଥାଏ। ବାସି ରୁଟି ଏକ ବହୁମୁଖୀ ଜଳଖିଆ ବିକଳ୍ପ ଭାବରେ କାର୍ଯ୍ୟ କରେ। ଏହାକୁ ମିକ୍ସ ଭେଜ୍ ସହିତ ମିଶାଇ ଖାଇପାରିବେ କିମ୍ବା ମହୁ, ଫଳ, କଦଳୀ ମିଶାଇ ଏକ ମିଠା ପ୍ରସ୍ତୁତ କରିପାରିବେ। ଆମର ଦ୍ରୁତ ଗତିଶୀଳ ଜୀବନରେ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।